ଚୁପଚାପ ବସିଥିବା ମଣିଷଟି ନିଜ ଭିତରେ ଖୁବ୍ ଦୌଡ଼ୁଥାଏ। ଏ ଦୌଡ଼ିବାକୁ ଆମେ ଦେଖିପାରୁନା, କିନ୍ତୁ ଜାଣିପାରୁ। ମନୁଷ୍ୟ ଅନେକ ସମୟରେ ଭାବନା ରାଜ୍ୟରେ ଥାଏ। ଭାବନା ହେଉଛି ସମସ୍ତ ମାନସିକ ପ୍ରକ୍ରିୟାର ମୂଳ। ପ୍ରଥମେ ମନରେ ଭାବନା ଆସେ, ସେହି ଭାବନା ପରବର୍ତ୍ତୀ ସମୟରେ ବାକ୍ ବା କର୍ମ ରୂପରେ ପ୍ରକାଶିତ ହୁଏ। ତେଣୁ ଭାବନା, ଭାଷା ଓ କର୍ମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମର କ୍ରୋଧ, ତିକ୍ତତା ଓ ହିଂସାମୂଳକ ଭାବନା ଅନ୍ୟମାନଙ୍କୁ ଆଘାତ କରେ, କିନ୍ତୁ ମଧୁର ବଚନ ପରକୁ ଆପଣାର କରେ। ଦର୍ପଣ ଭଳି ଭାବନାର ବି ପ୍ରତିବିମ୍ବ ଥାଏ। ମନେକର ତୁମେ ଜଣକୁ ବାରମ୍ବାର ମନେ ମନେ ଘୃଣା କରୁଛ, ଦେଖିବ କିଛି ଦିନ ପରେ ସେହି ଲୋକ ତୁମକୁ ବି ଭଲ ପାଉନଥିବ। ଶବ୍ଦ, ସ୍ପର୍ଶ, ରୂପରସ, ଗନ୍ଧ, ଜାଗରଣ, ସ୍ୱପ୍ନ ଓ ଶୟନ ଏ ସମସ୍ତ ଉଦ୍ଭବ ହୁଏ ମନରୁ। ଆମର ଭାବନା ଅସମ୍ଭବ ଭାବରେ ଶକ୍ତିଶାଳୀ। ଭାବନା ବିଦ୍ୟୁତ୍ ଶକ୍ତିଠାରୁ କ୍ଷିପ୍ରତର। ଏହା ମନୁଷ୍ୟର ଜୀବନକୁ ନିୟନ୍ତ୍ରଣ କରେ। ଭାବନା ଯେମିତି ହୁଏ, ମଣିଷର ଆଚରଣ ମଧ୍ୟ ସେହିଭଳି ହୋଇଥାଏ। ଏହାର ଗୋଟିଏ ଉଦାହରଣ, ଆଗକାଳରେ ଯାତ୍ରା ମଞ୍ଚରେ ପୁଅମାନେ ଝିଅ ବେଶରେ ସଜେଇ ହୋଇ ଅଭିନୟ କରୁଥିଲେ। ପୁଅଟିଏ ବାରମ୍ବାର ଝିଅ ଭୂମିକାରେ ଅଭିନୟ କରିବା ହେତୁ ଅନ୍ୟ ସମୟରେ ମଧ୍ୟ ସେ ଝିଅଙ୍କ ଭଳି କଥାବାର୍ତ୍ତା ଓ ଚାଲିଚଳନ କରୁଥାଏ। ଏଇଠି ମନର ଭାବନା ପୁଅକୁ ବି ଝିଅ ଭଳି କରିଦେଇଛି। ସେମିତି ଜଣେ ଜଣେ ଲୋକ ଭାବନ୍ତି ମୋର ସମସ୍ତେ ଶତ୍ରୁ, ତେଣୁ ଭାବନା ତାକୁ ସୁଖରେ ରହିବାକୁ ଦିଏ ନା। ବୃନ୍ଦାବନରେ ବହୁ ବୈଷ୍ଣବ ପୁରୁଷ ଲୋକ ନିଜକୁ ଗୋପୀ ବୋଲି ଭାବନା କରି ଶାଢ଼ୀ ଇତ୍ୟାଦି ପିନ୍ଧନ୍ତି, ମହିଳାଙ୍କ ଭଳି ସଜେଇ ହୁଅନ୍ତି, ପାଦରେ ଅଳତା, କୃତ୍ରିମ କେଶ ଇତ୍ୟାଦିରେ ନିଜକୁ ସଜାଇଥାନ୍ତି। ଗୋପୀ ଭାବନା କଲେ କୃଷ୍ଣ ତାଙ୍କୁ ଭଲ ପାଇବେ ବୋଲି ସେମାନେ ପୁରୁଷ ହେଲେ ବି ନାରୀ ଭଳି ଚଳନ୍ତି। ମନେକର ଦୁଇ ଜଣ ବ୍ୟକ୍ତିଗତ କଥାବାର୍ତ୍ତା ହେଉଛନ୍ତି, ଅନ୍ୟ ଜଣେ ଭାବେ ସେମାନେ ମୋ ବିରୁଦ୍ଧରେ ହିଁ କଥା ହେଉଛନ୍ତି। ସେ ଅଯଥାରେ ତାଙ୍କ ଉପରେ କ୍ରୋଧାନ୍ୱିତ ହୁଏ। ତାର ଭାବନା ଦୃଢ଼ୀଭୂତ ହୁଏ ଯେ ମୋର କେହି ଜଣେ ମିତ୍ର ନାହାନ୍ତି, ସମସ୍ତେ ଶତ୍ରୁ। ସେ ଯଦି ଭାବନା କରନ୍ତା ମୋର ସମସ୍ତେ ମିତ୍ର, ସେ ଅଯଥାରେ କାହା ଉପରେ ରାଗନ୍ତା ନାହିଁ। ଜଣେ ଗରିବ ଲୋକ ଧନ ରୋଜଗାର କରି ବେଶ ଖୁସିରେ ଚଳିଲା। ସେତେବେଳେ ତାର ଭାବନା ହୁଏ ମୋତେ ଅନ୍ୟମାନେ ଈର୍ଷା କରୁଛନ୍ତି, ମୋର ଧନ ଦୌଲତକୁ ସେମାନେ ଛଡ଼ାଇ ନେବେ। ଜଣେ ସୁଖୀ ଲୋକକୁ ଭାବନା ଅଯଥାରେ ଦୁଃଖୀ କରିଦିଏ। ସାଧାରଣତଃ ଲୋକଙ୍କର କିଛି ରୋଗ ହେଲେ ଭାବନ୍ତି ମୁଁ ରୋଗୀ ହୋଇଗଲି। ଏହି ଭାବନା ଦ୍ୱାରା ସେମାନେ ଅଧିକ ରୋଗୀ ହୋଇଯାଆନ୍ତି। ଭାବନା ଯଦି ସୁସ୍ଥ ରହେ, ତେବେ ମଣିଷ ରୋଗୀ ହୋଇ ବି ସୁସ୍ଥ ରହିପାରେ। କେତେକ ବାର୍ଦ୍ଧକ୍ୟ ଅବସ୍ଥାରେ ପିଲା ଭଳି ବ୍ୟବହାର କରି କୁହନ୍ତି ବାଳବୃଦ୍ଧ ସମାନ। ବୃଦ୍ଧ ହେଲେ ବି ଯଦି ଭାବନା ପରିପକ୍ୱ ଥାଏ, ତେବେ କେବେ ବାଳକ ଭଳି ଆଚରଣ କରିବ ନାହିଁ। କୌଣସି ବଂଶରେ କେହି ଆତ୍ମୀୟ ଦେହତ୍ୟାଗ କଲେ ଅନ୍ୟ ଲୋକମାନେ କୁହନ୍ତି ମୃତ ଲୋକଟି ବାରମ୍ବାର ଦେଖାଦେଉଛି, ପାଖକୁ ଡାକୁଛି, ସେ ମରିଗଲା ପରେ ବି ସୂକ୍ଷ୍ମ ଶରୀର ଆସୁଛି। ଲୋକମାନେ ଗୁଣିଆ ପାଖକୁ ନେଇ ଝାଡ଼ଫୁଙ୍କ କରିଥାନ୍ତି, କିନ୍ତୁ ଏହା ଏକ ମାନସିକ ବିକୃତିର ପ୍ରତିଫଳନ। ଯେତେବେଳେ ମଣିଷ ମୃତ ବ୍ୟକ୍ତିକୁ ବାରମ୍ବାର ଭାବେ, ସେତେବେଳେ ମୃତ ବ୍ୟକ୍ତିର ଆଚରଣ ଭାବନା କରୁଥିବା ଲୋକ ଭିତରେ କ୍ରିୟାଶୀଳ ହୋଇଥାଏ। ଗ୍ରାମରେ ଜଣେ ଜଣେ କଜିଆଖୋର ସ୍ତ୍ରୀ ଲୋକ ଥାନ୍ତି। ସେମାନେ କଣ୍ଟା ବାଡ଼ରେ ଲୁଗା ପକାଇ କଜିଆ କରନ୍ତି, କୁଭାଷାରେ ଗାଳି ଦିଅନ୍ତି, ତାପରେ ଶାନ୍ତ ହୋଇଯାଆନ୍ତି। ଏହା ଏକ ଭାବନାର ଫଳ। କାହାକୁ ଗାଳି ଦେବା ଅପେକ୍ଷା ପ୍ରଶଂସା କଲେ ନିଜ ସହିତ ଅନ୍ୟର ବି ଉପକାର ହୋଇପାରନ୍ତା। ଅନେକ ଛାତ୍ର ପରୀକ୍ଷାରେ ଅକୃତକାର୍ଯ୍ୟ ହେତୁ ଅତି ହୀନ ଭାବନାରେ ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଥାନ୍ତି। ଆଉ ଭାବନ୍ତି ମୋ ଦ୍ୱାରା ପାଠ ହେବନି, ତେଣୁ ପାଠକୁ ଭୟ କରି ପଢ଼ା ବନ୍ଦ କରିଦିଅନ୍ତି। ଏହା ସବୁ ଦୈନନ୍ଦିନର ଘଟଣା। ସମସ୍ତ ଚେତନ ମଣିଷ ଭିତରେ ଭାବନା ଆସେ। ଯେମିତି ଭାବନା ହୁଏ, ସେମିତି ବାଣୀ ଓ କର୍ମ ମଧ୍ୟ ହୁଏ। ବହୁ ଲୋକ ଅଶ୍ଳୀଳ କଥା କୁହନ୍ତି, ସେମାନଙ୍କ ଭାବନା ହିଁ ସେହିପରି ଥାଏ। କଥା ହେଉଛି ମଣିଷ ଯେମିତି ପରିବେଶ ଅବସ୍ଥାରେ ଥାଏ, ସେହିପରି ଭାବନା ତା ଭିତରେ ସୃଷ୍ଟି ହୁଏ। ଭାବନା ଦ୍ୱାରା ମନୁଷ୍ୟ ଅତି ଉଚ୍ଚ ସ୍ତରକୁ ଯାଏ, ମାନବ ଦିବ୍ୟ ମାନବରେ ପରିଣତ ହୋଇଥାଏ। ଯେପରି ନେପୋଲିଅନ କହୁଥିଲେ ମୋ ଜୀବନରେ ଅସାଧ୍ୟ ବୋଲି କିଛି ନାହିଁ। ତେଣୁ ମହାପୁରୁଷମାନେ କହିଛନ୍ତି ତୁମେ ନିଜକୁ ସବୁବେଳେ ଶରୀରଠାରୁ ଅଲଗା ବୋଲି ଭାବନା କର। ଭାବନା କର ଯେ ମୁଁ ଶରୀର ନୁହେଁ, ମୁଁ ସେହି ସଚ୍ଚିଦାନନ୍ଦ ଦିବ୍ୟ ଆତ୍ମା। ସୁଭାବନା ଶକ୍ତି ଦ୍ୱାରା ମୁଁ ଏ ଜୀବନକାଳ ମଧ୍ୟରେ ଜଣେ ଆଦର୍ଶ ମନୁଷ୍ୟ ହୋଇପାରିବି। ସୁଭାବନା ଆଣିବା ପାଇଁ ସତ୍ସଙ୍ଗ, ସଦ୍ଗ୍ରନ୍ଥ ଅଧ୍ୟୟନ, ସକାରାତ୍ମକ ମଣିଷମାନଙ୍କ ସହିତ ଅଧିକ ସମୟ ବିତାଇବା ଉଚିତ।